ଆସିଯିବା ପିଲାମାନେ ପରବର୍ତ୍ତୀ କଣ ଆସିଛି ଦେଖିବା ବର୍ତ୍ତମାନ। ତ ପରବର୍ତ୍ତୀ ଆସିଛି ହେରି ଉଦ୍ଭିଦ ଆଉ ପ୍ରାଣୀ ମାନଙ୍କର ପିଲାମାନେ ଶ୍ରେଣୀ ବିଭାଗ ଶିଖିବା ଆମେ କିପରି କରିବା। ତ ତୁମେ କିପରି ତୁମ ବହି ଆଉ ଖାତା ଗୁଡିକୁ ସଜାଇ ରଖୁଛ, ସେଗୁଡିକୁ ଠିକ ରେ ସଜାଇ ରଖିଲେ ତୁମକୁ ସ୍କୁଲ ବ୍ୟାଗ ଭଲ ଭାବରେ ସଜାଡିବାକୁ ସୁବିଧା ହୁଏ କି? ତ ପିଲାମାନେ ତୁମେ ଯଦି ତୁମ ଖାତା ଓ ବହିକୁ ଗୋଟେ ଥାକରେ କିମ୍ବା ଯେକୌଣସି ଷ୍ଟଡି ରୁମ ରେ ରଖିଲା ବେଳେ ଯଦି ଭଲରେ ସଜେଇକି ରଖିଛ, ତ ନିଶ୍ଚିତ ରୂପରେ ଆମେ ସ୍କୁଲ ବ୍ୟାଗରେ ଭଲ ଭାବରେ ସଜାଡିବାକୁ ଆମକୁ ସୁବିଧା ହବ ବା ନେବାକୁ ବହୁତ କମ ସମୟରେ ଆମେ କାଢିକି ସ୍କୁଲକୁ ଯାଇପାରିବା। ବିନା ଯଦି ଆମେ କଣ କରିନଥିବା ସଜାଡି ନଥିବା ନିଶ୍ଚିତ ରୂପରେ ଅସୁବିଧା ହବ, ବହୁତ ସମୟ ଲାଗିବ, ଖୋଜିବା ପାଇଁ ଆମକୁ ନିଶ୍ଚିତ ରୂପରେ ପଡିବ। ତ ପିଲାମାନେ ଏବେ ଆସ ଆଖପାଖ ଦୁନିଆ ଉପରେ ନଜର ଟିକେ ପକେଇବା, ଆମ ଚାରି ପାର୍ଶ୍ୱରେ ବା ଚତୁଃପାର୍ଶ୍ୱରେ ବାହାର ଦୁନିଆକୁ ଟିକେ ନଜର ପକେଇବା। ତ ଆମ ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ପ୍ରାଣୀ ମଧ୍ୟ ରହିଥାନ୍ତି, ଯାହା ବିଷୟରେ ତୁମେ ସାରଣୀର 2.1ରେ ବିଭିନ୍ନ ପ୍ରକାର ବିଭାଗରେ ପଢିଲ, ଯେପରିକି ସେ ମଧ୍ୟରୁ ସମାନ ଆଉ ପାର୍ଥକ୍ୟ ମଧ୍ୟ ଆଧାରରେ ଆମେ ସେମାନଙ୍କୁ ଶ୍ରେଣୀ ବିଭାଗ କରିପାରିବା ପିଲାମାନେ। ତ ସାରଣୀ 2.1ରେ ଦେଖିଲେ ନିଶ୍ଚିତ ରୂପରେ ସମସ୍ତଙ୍କର କିଛି ଆଇଡିଆ ଆସିଥିବ ଯେ କେଉଁ ପ୍ରକାର ପ୍ରାଣୀ ମାନଙ୍କର ସମାନ ସମାନ ଗୁଣ ଅଛି ଆଉ କିଏ କିଏ ଅଲଗା ଅଲଗା ମଧ୍ୟ ସେମାନଙ୍କର ଗୁଣ ଗୁଡିକ ଆସିଲା ହାରି। ତ ପିଲାମାନେ ଦେଖ ଏଠି ସେ ଦେଇଦେଇଛି କାର୍ଯ୍ୟ 2.3 ଆସିଛି ଆମ ମାନଙ୍କ ପାଇଁ, କିପରି କଣ କଣ ସେମାନଙ୍କୁ ସମାନ କରିବା ବା ପାର୍ଥକ୍ୟ କରିବା ବା ସେମାନଙ୍କୁ ଶ୍ରେଣୀରେ କିପରି ଭାଗ କରିବାର କଣ କଣ ଉପାୟ ଗୁଡିକ ଆସିବ ଏଠି। ଯେପରିକି ପିଲାମାନେ ଶ୍ରେଣୀ ଭାଗ କରିବାରେ ପ୍ରଥମ ସେ ଦେଇଛି ବିଭିନ୍ନ ଗଛ ଆଉ ପ୍ରାଣୀ ମାନଙ୍କର ଫଟୋ ଆମେ ସଂଗ୍ରହ କରିବା। ପୁରୁଣା ପତ୍ରିକା ହେଇପାରେ, ଖବର କାଗଜ, ଚାର୍ଟ ଏବଂ ଅନ୍ୟାନ୍ୟ ଉତ୍ସରୁ ସେମାନଙ୍କର ଫଟୋ କାଟି ରଖିବା। ସେ ଫଟୋ ଗୁଡିକୁ ବିଭିନ୍ନ କାର୍ଡ ରେ ଆମେ ଅଠା ଲଗେଇ ରଖିବା ପିଲାମାନେ। ବୁଝିପାରିଲ ନା? ତୁମେ 5ରୁ 6 ଜଣ ଶ୍ରେଣୀର କଣ କରିବ, ଶିକ୍ଷାର୍ଥୀକୁ ନେଇକରି ଗୋଟେ ଗୋଟେ ଦଳ ଗଠନ କରିବ ବୋଲି ଦେଇଛି। ତୁମ ଦଳର ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କାର୍ଡ ଗୁଡିକୁ ଏକାଠି କରିବା, ଯେପରିକି 5-6 ଜଣ ଯଦି ଆମେ ଦଳ ହେବା ଅତି ସହଜରେ ଅଧିକ କିଛି ସଂଗ୍ରହ କରିପାରିବା ଆମେ। ତ କାର୍ଡରେ ଦେଖା ଯାଇଥିବା ଭଳି ଗଛ ଆଉ ପ୍ରାଣୀ ମାନଙ୍କର ବିଭିନ୍ନ ବୈଶିଷ୍ଟ୍ୟକୁ ଆମେ ପର୍ଯ୍ୟବେକ୍ଷଣ କରିବା, ସେମାନଙ୍କର ଗୁଣକୁ ଆମେ ଲେଖିବାକୁ ପଡିବ ପିଲାମାନେ। ବୁଝିପାରିଲ ନା? ସାରଣୀ 2.1 ଆଉ 2.2ରେ ଯୋଉ ତାଲିକା ଆମେ କରିଥିଲେ ସେ ଗଛର ଏବଂ ପ୍ରାଣୀ ମାନଙ୍କର ଗୁଣ ଗୁଡିକ ମନେ ପକେଇବା। ଯେପରିକି ଆମେ ଲେଖିଥିଲେ ତୁଳସୀ ଗଛ, ତ ତାର ପତ୍ରର ଆକାର, ତାର କାଣ୍ଡ, ତାର କଣ କିପରି ସେ ଦେଖା ଯାଉଛି, ଅନ୍ୟ କିଛି ଗୁଣ ଅଛି କି? ବୁଝିପାରିଲ ନା? ସେପରି ଆମେ ନେଇଥିଲେ ପିମ୍ପୁଡି, ପିମ୍ପୁଡିଟାର 6ଟି ଗୋଡ ଅଛି, କଣ କଣ ତାର ଅନ୍ୟ ଗୁଣ ଅଛି, ସେ କିପରି ଚାଲେ, ସବୁ ଆମେ ବୈଶିଷ୍ଟ୍ୟ ଗୁଡିକ ଗୁଣ ଗୁଡିକ ଏଠି ଦରକାର ଆମେ ଲେଖିଦେବା ପିଲାମାନେ। ସବୁ ଯାକ ଲେଖିଲେ କୌଣସି ମଧ୍ୟ ଦେଖିବା ପ୍ରାଣୀ ମାନଙ୍କର ଗୁଣ ସମାନ ଆସୁଛି କି ନିଶ୍ଚିତ ଏଇଟା ଆମେ ଜାଣିପାରିବା। ତାପରେ ଦେଖ କଣ ଦେଇଦେଇଛି ସିଏ, ସାଧାରଣ ବୈଶିଷ୍ଟ୍ୟ ଆଧାରରେ ସେମାନଙ୍କୁ ଶ୍ରେଣୀଭୁକ୍ତ କରିବା। ତ ପିଲାମାନେ ସାଧାରଣ ବୈଶିଷ୍ଟ୍ୟ ମାନେ କଣ? ଯୋଉମାନଙ୍କର ଗୁଣ କିଛି ମିଶୁଛି, ଯେଉଁ ଯେଉଁ ପ୍ରାଣୀ ମାନଙ୍କର ଯଦି ଗୁଣ ମିଶିଗଲା, ଯାହାର ମନଙ୍କର 6ଟି ଗୋଡ ଅନ୍ୟ କାର 6ଟି ଗୋଡ ମିଶିଗଲା, କିମ୍ବା ପିଲାମାନେ କାର ମନଙ୍କର କିଏ ଚାଲିଥାଏ ଯେ ଚାଲୁଛି, ସେମାନଙ୍କର ମଧ୍ୟ ଅନ୍ୟ କିଏ ଚାଲୁଛି, ଯେପରିକି ତାର ଧଳା ଫୁଲ ଆର ମଧ୍ୟ ଧଳା ଫୁଲ ହେଇପାରେ ଗଛର। ଯଦି କିଛି ଗୁଣ ମିଶିଗଲା ତ ନିଶ୍ଚିତ ରୂପରେ ଆମେ ସେମାନଙ୍କର ସମାନତା ଗୁଣ ବୋଲି ଆମେ ଶ୍ରେଣୀଭୁକ୍ତ କରି ସେମାନଙ୍କୁ ନାମକରଣ ଦେବା କିମ୍ବା ଶ୍ରେଣୀଭୁକ୍ତ ମଧ୍ୟ କରିପାରିବା। ତ ଏଟା ସମସ୍ତେ କ୍ଲିୟର ହେଇଗଲ ପିଲାମାନେ? ତୁମେ କରିଥିବା ଶ୍ରେଣୀ ବିଭାଗର ଆଧାର ଅନ୍ୟ ଏକ ଦଳ ସହିତ ମିଶିକିରି ଆଲୋଚନା କରିବ। ବୁଝିପାରିଲ? ତମେ କଣ କଣ ପାଇଲ ଗୁଣ, ସେମାନେ କଣ କଣ ଗୁଣ ପାଇଲେ, ବର୍ତ୍ତମାନ ସମାନ ଅଛି ନା ଅସମାନ ଅଛି ସମସ୍ତେ ବିଚାର କରିବ ସମସ୍ତେ। ଏଇଟା ପିଲାମାନେ ଆସିଯିବା ଅନ୍ୟ କିଛି ଦେଖିବା ଦେଇଛି। ତୁମେ ଦେଖି ଆଶ୍ଚର୍ଯ୍ୟ ହେବ ଯେ ପିଲାମାନେ ଯେ ବିଭିନ୍ନ ପ୍ରକାର ଦଳ ଦ୍ଵାରା ପ୍ରସ୍ତୁତ ଆଧାର ଭିନ୍ନ ଭିନ୍ନ ହୋଇପାରେ। ସତ କଥା ଏଇଟା ପିଲାମାନେ। ଯଦି କିଛି ଅନ୍ୟ ଦଳ ଆମେ କରୁଛନ୍ତି ସମସ୍ତଙ୍କର ପର୍ଯ୍ୟବେକ୍ଷଣ ଅଲଗା ଅଲଗା ଆସିବ। ଏଠି ଆମେ ଆଶ୍ଚର୍ଯ୍ୟ ନିଶ୍ଚିତ ହେବା କଥା ନୁହଁ, କାରଣ ଆମେ ଜାଣିଲେ ଯେ ପୂର୍ବରୁ ପିଲାମାନେ ଅନେକ ପ୍ରକାର ପ୍ରାଣୀ ଅଛନ୍ତି ଯୋଉମାନଙ୍କର ଗୁଣ ମଧ୍ୟ ଅନ୍ୟ ପ୍ରାଣୀ ଠାରୁ ଅଲଗା ଅଲଗା ଆସିବ। ତ ସମସ୍ତଙ୍କର ଭିନ୍ନ ଭିନ୍ନ ଆଧାର ନିଶ୍ଚିତ ରୂପରେ ପ୍ରସ୍ତୁତ ହୋଇଥିବ ବୋଲି ଆଶା କରୁଛି।
ଏହା ପଛରେ କଣ କାରଣ ଅଛି ବୋଲି ତୁମେ ଭାବୁଛ? ତ ସମସ୍ତେ ଜାଣିପାରିଥିବ କାରଣଟି କଣ ନା ଯେହେତୁ ଜୀବମାନଙ୍କର ବିବିଧତା ଅଛି ନିଶ୍ଚିତ ରୂପରେ ସେମାନଙ୍କର ଗୁଣରେ ମଧ୍ୟ ଆମେ ଭିନ୍ନତା ଆମେ ଦେଖିପାରିବା। ପିଲାମାନେ ବିଭିନ୍ନ ଶିକ୍ଷାର୍ଥୀ ଶ୍ରେଣୀ ବିଭାଗ କରିବା ପାଇଁ ଭିନ୍ନ ଭିନ୍ନ ସାଧାରଣ ବୈଶିଷ୍ଟ୍ୟକୁ ମଧ୍ୟ ଚୟନ କରିପାରନ୍ତି। ଉଦାହରଣ ଦେଇଦେଇଛି କେତେକ ଛାତ୍ର ଉଦ୍ଭିଦର ଉଚ୍ଚତାକୁ ଶ୍ରେଣୀ ବିଭାଗ କରି ଆଧାର କରି ବାଛିଥିବା ବେଳେ ଅନ୍ୟ କେତେକ ଗଛର ଶ୍ରେଣୀ ବିଭାଗର ଫୁଲକୁ ଧରି କି ତାକୁ ଆଧାର କରି ବାଛି ପାରନ୍ତି। ନିଶ୍ଚିତ ରୂପରେ ମୁଁ ଏବେ ଯୋଉଟା କହିଲି କେତେକ ଗଛର ଉଚ୍ଚତା, କୋଉଟା ଛୋଟ ଗଛ କିମ୍ବା କୋଉଟା ଡେଙ୍ଗା ଗଛ, କେତେକ ଫୁଲର ରଙ୍ଗ ମଧ୍ୟ ଧଳା ନୀଳ ସମସ୍ତେ କାହାକୁ କୋଉ ଟାଇପର ଆଧାର କରି ସେମାନେ ଶ୍ରେଣୀ ବିଭକ୍ତ କରିଥିବେ ପିଲାମାନେ। ତ ଦେଖ ଏଇଟା ଉଦ୍ଭିଦ ଆଉ ପ୍ରାଣୀ ମାନଙ୍କର ଶ୍ରେଣୀ ବିଭାଗରେ କିଛି ସମ୍ଭାବ୍ୟ ମାନଦଣ୍ଡ ବା ଆଧାର କଣ କଣ ନେଇକି ସେମାନେ ଶ୍ରେଣୀ ବିଭାଗଟା କରିଥିବେ। ଏଇଥର ହେଇପାରେ ସେମାନେ ଫୁଲ ଧରନ୍ତି କିମ୍ବା ଫୁଲ ଆସେ ନାହିଁ କୋଉ ଗଛରେ, କିମ୍ବା ପିଲାମାନେ ତାଙ୍କର କାଣ୍ଡଟି କୋମଳ ନା ଶକ୍ତ, ପିଲାମାନେ ଖାଦ୍ୟର ଅଭ୍ୟାସ ଟା ସେମାନଙ୍କର କଣ ଏବଂ ସେମାନେ କେଉଁ ସ୍ଥାନରେ ବଢିଥାନ୍ତି। ତ ଏ ଆଧାରରେ ଆମେ ସେମାନଙ୍କୁ ନିଶ୍ଚିତ ରୂପରେ ସେମାନଙ୍କର ଶ୍ରେଣୀ ବିଭକ୍ତ କରି ଲେଖିପାରିବା। ବୁଝିପାରିଲ ନା? ତ ଆଉ କଣ ଦେଇଛି ଏଠି, ପ୍ରାଣୀ ମାନେ କଣ ଖାଆନ୍ତି ପିଲାମାନେ? ତ ପ୍ରାଣୀ ମାନେ କଣ ଖାଆନ୍ତି, କେଉଁଠାରେ ରୁହନ୍ତି ଏବଂ ସେମାନଙ୍କର ରଙ୍ଗ ଏବଂ ସେମାନେ କିପରି ଚଳ ପ୍ରଚଳ କରନ୍ତି ଇତ୍ୟାଦି ବିଭିନ୍ନ ଗୁଣ ଗୁଡିକ ତୁମେ ପ୍ରାଣୀ ମାନଙ୍କୁ ଶ୍ରେଣୀଭୁକ୍ତ ମଧ୍ୟ ନେଇକି ଆଧାରରେ କରିପାରିବ। ବୁଝିପାରିଲ ନା? ତ ଶ୍ରେଣୀ ବିଭାଗର ଗୁରୁତ୍ୱ କଣ ରହିଛି? ତ ଶ୍ରେଣୀ ବିଭାଗ କଲେ ପିଲାମାନେ ଆମେ କଣ ଜାଣିପାରିବା ନା ନିଶ୍ଚିତ ରୂପରେ କେଉଁ କେଉଁ ପ୍ରାଣୀ ମାନେ କେଉଁ କେଉଁ ଶ୍ରେଣୀରେ ଯଦି ଆମେ ଭାଗ କରି ଜାଣିପାରିବା ଯେ ସେମାନଙ୍କର ନାମକରଣ କରିବାକୁ ଆମକୁ ସହଜ ଟିକେ ହବ ପିଲାମାନେ। ବୁଝିପାରିଲ ନା? ତ ସେମାନଙ୍କର ନାମ ଦେଇପାରିବା ଏବଂ ସେମାନଙ୍କୁ ଆମେ ଚିହ୍ନିବାରେ ମଧ୍ୟ ସହଜ ହେଇପାରିବ। ବିଭିନ୍ନ ଶ୍ରେଣୀ ବିଭାଗ କରିବା ଦ୍ଵାରା ଗଛ ଓ ପ୍ରାଣୀ ମାନଙ୍କ ମଧ୍ୟରେ ଥିବା ପିଲାମାନେ ସମାନତା ଓ ପାର୍ଥକ୍ୟକୁ ବୁଝି ତାକୁ ଆମେ ଅଧ୍ୟୟନ କରିବାରେ ମଧ୍ୟ ବା ଆମକୁ ଜାଣିବାରେ ମଧ୍ୟ ସହଜ ହେଇଯିବ। ତ ସମସ୍ତ ଯଦି ପ୍ରାଣୀ ମାନଙ୍କର ମନେକର ମୁଁ କହିଲି କେତେକ ପ୍ରାଣୀ ଅଛନ୍ତି ଯୋଉମାନଙ୍କର 6ଟି ଗୋଡ ପିଲାମାନେ, ତ ମୁଁ ଏଇଠି ଜାଣିଦେଲି ଯେ ପିଲାମାନେ କଣ ସେମାନଙ୍କୁ ଆମେ କଣ କହିବା ନା ଷଡପଦୀ, ହେଲା କି? ମୁଁ ଲେଖି ଦଉଛି ଷଟପଦୀ ବୋଲି ଆମେ କହିବା, ଯୋଉଟା କି ବୁଢିଆଣୀ କ୍ୟାଟାଗୋରୀର ଯେତିକ ସବୁ ଆମର ପ୍ରାଣୀ ଗୁଡିକ ଆସିବ ହରି। ବୁଝିପାରିଲ? ତାକୁ ଆମେ କହିବା ଯେ ସନ୍ଧିପଦ ପ୍ରାଣୀ। ପିଲାମାନେ ମନେ ରଖିବା ସନ୍ଧିପଦ ପ୍ରାଣୀ। ବୁଝିପାରିଲ ନା? ତ ଯେତିକ ସବୁ ପ୍ରାଣୀ ଆସିବ ହରି ପିମ୍ପୁଡି କୁହ, ଜନ୍ଦା କୁହ, ବୁଢିଆଣୀ, ଅସରପା, ଜାଣିପାରିଲ ନା? ତ ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ପ୍ରକାର ପ୍ରାଣୀ ଅଛନ୍ତି ଯୋଉମାନଙ୍କର ନିଶ୍ଚିତ ରୂପରେ ଗୁଣ ଗୁଡିକ ସମାନ ଆସିବ। ଶ୍ରେଣୀ ବିଭକ୍ତ କରିବେ ଆମେ ଜାଣିପାରିବା ଯେ ପିଲାମାନେ ଆମ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ପ୍ରାଣୀ ମାନଙ୍କୁ ଆମେ ଚିହ୍ନିବା ପାଇଁ ମଧ୍ୟ ସହଜ ହେଇଯିବ ଶ୍ରେଣୀ ବିଭାଗ କଲେ। ଆସିବା ହାରି ପରବର୍ତ୍ତୀ କଣ ଦେଇଛି ଦେଖିବା। ଅତି ସହଜରେ ସମସ୍ତ ପିଲାକୁ ବୁଝା ପଡୁଥିବ ନିଶ୍ଚିତ ରୂପରେ କିପରି ଆମେ ଦେଖିବା ଯେ ପୁରା ପାଠଟି ସହଜରେ ବୁଝିବା। ଅନ୍ୟ ବିଷୟର ମଧ୍ୟ ଦିଆଯାଇଛି ଚ୍ୟାନେଲରେ ପ୍ଲେ ଲିଷ୍ଟକୁ ଯିବ ହରି ସମସ୍ତେ ମିଳିଯିବ ସମସ୍ତଙ୍କର ବିଷୟ ଗୁଡିକ ସେଠି ପୁରା ଅତି ସହଜରେ ବୁଝା ଯାଇଛି, ସମସ୍ତେ ସହଜରେ ବୁଝିପାରିବ ପିଲାମାନେ। ବର୍ତ୍ତମାନ ଆସିଲା ହାରି ଉଦ୍ଭିଦ ଗୁଡିକୁ କିପରି ଆମେ ଶ୍ରେଣୀ ବିଭାଗ କରିବା ବୋଲି ସେ କହିଛି। ଦେଖ ବିଭିନ୍ନ ପ୍ରକାର ଉଦ୍ଭିଦର କାଣ୍ଡ ହେଇପାରେ, ପତ୍ର ହେଇପାରେ, ଫୁଲ ଆଦି ଅଂଶର ବିଶେଷ ଗୁଣ ଆମେ ଦେଖି ସେଥିରେ ଥିବା ତୁମେ ଦେଖିଥିବ ପିଲାମାନେ ତ ବିଭିନ୍ନ ପ୍ରକାର ଗଛର କାଣ୍ଡ ଗୁଡିକର ମୋଟ ଉଚ୍ଚତା ଏବଂ କଠିନତାର ଭିନ୍ନ ଭିନ୍ନ ହୋଇଥିବା ବେଳେ ପତ୍ରର ଆକୃତି, ରଙ୍ଗ ଏବଂ ଆକାରର ସଜ୍ଜୀକରଣର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତ ଆମେ ଯଦି ଦେଖିବା ପିଲାମାନେ ବିଭିନ୍ନ ଗଛର ପତ୍ର ଅଛି, ତାର କାଣ୍ଡ ମଧ୍ୟ ଅଛି ପିଲାମାନେ, ତାର ବିଭିନ୍ନ ପ୍ରକାର ପତ୍ରର ରଙ୍ଗ ଆସିବ ହରି, କାଣ୍ଡଟା ମୋଟା ନା ପତଳା, ସେପରି ଫୁଲର ରଙ୍ଗ ଆସିବ ହରି। ତମେ ବିଭିନ୍ନ ପ୍ରକାର ଯଦି ଗଛକୁ ଦେଖିବା ଆମେ ଏତିକ ସବୁ ପାଇପାରିବା ଅଲଗା ଅଲଗା ଗୁଣ ଗୁଡିକ। ବୁଝିପାରିଲ? ତ ତୁମେ ସମସ୍ତ ଗୁଣ ଗୁଡିକ ମଧ୍ୟରୁ ଯେକୌଣସି ଗୋଟାକୁ ବ୍ୟବହାର କରି 2.3ରେ ଆମେ କଣ କରିବା ଯୋଉଟା କି ଦେଇଥିଲା ଆମର କାର୍ଯ୍ୟଟି ଉଦ୍ଭିଦ ଗୁଡିକର ଶ୍ରେଣୀ ବିଭାଗ କରିବାକୁ ଚେଷ୍ଟା କର ବୋଲି ସେ କହିଛି। ତ ଅତି ସହଜରେ ସମସ୍ତ ପିଲା ଏଟା କରିପାରିବେ। ବୁଝିପାରିଲ ନା? ପତ୍ରର ରଙ୍ଗ ଯୋଉମାନଙ୍କର ବା ପତ୍ରର କଣ ହେଇଥିବ ଆକୃତିଟା କିପରି, କୋଉ ଆକାରର ପତ୍ରଟା ବା ତାର ରଙ୍ଗ କିପରି, ନିଶ୍ଚିତ ଆମେ ଫୁଲର କିମ୍ବା କାଣ୍ଡର ଯେକୌଣସି ଆମେ ନେଇକି ଆମେ ସେମାନଙ୍କର ଶ୍ରେଣୀ ବିଭକ୍ତ ଆମେ କରିପାରିବା ପିଲାମାନେ। ତାପରେ ଦେଇଛି କଣ ନା
ତୁମେ ମଧ୍ୟ ପୂର୍ବ ଶ୍ରେଣୀରେ ଶିଖିଥିବ ଯେ ଉଚ୍ଚତା ଏବଂ କାଣ୍ଡର ପ୍ରକାରରେ ମଧ୍ୟ ଗଛକୁ ଯୋଉଟା କି ଗୁଲ୍ମ ବୁଦା ବା ଗଛରେ ଆମେ ବିଭକ୍ତ କରିପାରିବା ବୋଲି ଶିଖିଥିବ। ନିଶ୍ଚିତ ରୂପରେ ଏଇଟା ଅଛି ପିଲାମାନେ। ଗୁଲ୍ମ କାହାକୁ କୁହାଯାଏ, ବୁଦା କାହାକୁ କୁହାଯାଏ, ଆଉ ଗଛ କାହାକୁ କୁହାଯାଏ? ଉଚ୍ଚତା ବିଶେଷରେ ସେଟାକୁ ଯୋଉଟା କି ଛୋଟ ଗଛ ଗୁଡିକୁ ନିଶ୍ଚିତ ରୂପରେ ଗୁଲ୍ମ କହିବା। ଯଦି ତାର ବୁଦାଳିଆ ଟିକେ ଥିବ ତାଠୁ ଟିକେ ମଧ୍ୟମ ଧରଣର ତାକୁ ଆମେ ବୁଦା କହିବା। ଆଉ ପିଲାମାନେ ବୃହତ ଆକାର ଯୋଉଟା ଥିବ ତାକୁ ଆମେ ଗଛ ବା ବୃକ୍ଷ ବୋଲି ଆମେ କହୁଥିଲେ। ତ ନିଶ୍ଚିତ ଏଇଟା ଶିଖିଛ ସମସ୍ତେ। ବର୍ତ୍ତମାନ କାର୍ଯ୍ୟ 2.4 ରେ କଣ ଦେଇଛି? ଆସ ଶ୍ରେଣୀ ବିଭାଗ କରିବା ବୋଲି କହିଛି ସେ। ତ ଆମେ ଶ୍ରେଣୀ ବିଭାଗ କରିବା କିପରି କରିବା ବର୍ତ୍ତମାନ ଶିଖିବା। ଦେଇଛି ଆସ ଆଉ କିଛି ଅଧିକ ପର୍ଯ୍ୟବେକ୍ଷଣ କରିବା ପାଇଁ ପୁଣି ଥରେ ପ୍ରକୃତିକୁ ଭ୍ରମଣ କରିବା ବା ଆମ ବାହାର ପାର୍ଶ୍ୱକୁ ଆମେ ବୁଲି ଯିବା ପାଇଁ ସେ କହିଛି ପିଲାମାନେ। ତ କଣ ଦେଇଛି? ବିଭିନ୍ନ ଗଛର ଉଚ୍ଚତାକୁ ଭଲ ଭାବରେ ଦେଖିବାକୁ କହିଛି। ଏହି ଗଛ ଗୁଡିକ ତୁମ ଠାରୁ ଉଚ୍ଚତାରେ ଛୋଟ ନା ତୁମ ଭଳି ନା ତୁମ ଠାରୁ ଅଧିକ ଉଚ୍ଚ ସେ ଦେଇଛି। ବର୍ତ୍ତମାନ ପର୍ଯ୍ୟବେକ୍ଷଣ କରି ଏଠି ଆମେ ଦେଖିବା, ସମସ୍ତେ ଚିନ୍ତା କରି ଲେଖିବା ପିଲାମାନେ। କାଣ୍ଡର ରଙ୍ଗ ବାଦାମୀନା ସବୁଜ, ସେମାନଙ୍କର କାଣ୍ଡକୁ ସ୍ପର୍ଶ କର ଏବଂ ଅନୁଭୂତ କରି ଲେଖ ବୋଲି କହିଛି। ବର୍ତ୍ତମାନ ସେମାନଙ୍କୁ ଯଦି ଧୀରେ ଧୀରେ ବଙ୍କା କରିବାକୁ ଚେଷ୍ଟା କରିବା, ତୁମେ କାଣ୍ଡକୁ ସହଜରେ ବଙ୍କା କରିପାରିଲ କି ନାହିଁ ଆମେ ଲେଖିବା, କିମ୍ବା ଡାଳ ଯେପରି ଭାଙ୍ଗିଯିବ ନାହିଁ ସେଥିପ୍ରତି ଆମେ ଧ୍ୟାନ ଦେବା। ତ ପିଲାମାନେ ଏଠୁ ଆମେ ଜାଣିବା ଯେ ଯେଉଁ ଗଛ ଗୁଡିକ ତୁମ ଠାରୁ ସାନ ହେଇଥିବ କିମ୍ବା ତୁମ ସହିତ ସମାନ ମଧ୍ୟ ହେଇଥିବ କିମ୍ବା ତୁମ ଠାରୁ ବଡ ମଧ୍ୟ ଆମେ ଦେଖିବା ପିଲାମାନେ। ବୁଝିପାରିଲ? କେଉଁମାନଙ୍କର କାଣ୍ଡ କଣ ହେଇଥିବ ନା କଣ ହେଇଥିବ? ଶକ୍ତ ହେଇଥିବ। ଏବଂ କେଉଁମାନଙ୍କର କାଣ୍ଡ କଣ ହେଇଥିବ? ପତଳା ଥିବ, ଯୋଉଟା କି ନିଶ୍ଚିତ ରୂପରେ ଆମେ ଭାଙ୍ଗି ପାରୁଥିବା। ଆଉ ଯୋଉଟା ଶକ୍ତ ହେଇଥିବ ସେଟାକୁ ଆମେ ଭାଙ୍ଗି ପାରୁ ନଥିବା। ତ ଏତିକ ସେ ଦେଇଛି। ପର୍ଯ୍ୟବେକ୍ଷଣ କରିବା ପାଇଁ ଆମକୁ ଆମର ଚତୁଃପାର୍ଶ୍ୱକୁ ଗଲେ ଆମେ ଜାଣିପାରିବା। ଆଚ୍ଛା ବର୍ତ୍ତମାନ ଦେଖିବା ଯେ ଆଉ କଣ ଅଛି। ଏହା ବ୍ୟତୀତ ଗଛ ଗୁଡିକର ଶାଖା ଗୁଡିକ କେଉଁଠାରୁ ବାହାରିଛି ତାହା ମଧ୍ୟ ତୁମେ ନିରୀକ୍ଷଣ କରି ସେମାନଙ୍କୁ ମାଟିକୁ ଲାଗି ରହିଛନ୍ତି ନିରୀକ୍ଷଣ କର। ଯେଉଁମାନେ ସେମାନେ ମାଟିକୁ ଲାଗି ରହିଛନ୍ତି ନା କାଣ୍ଡରୁ ବାହାରିଛନ୍ତି ଦେଖିବା। ଯୋଉଟା କି କଣ ଯାକ? ଶାଖା ଗୁଡିକ। ବୁଝିପାରିଲ ନା? କିଛି ଗଛ ଅଛି ଯୋଉଟା କି ଗଛ ଅଛି କିଛି ଯୋଉମାନଙ୍କର ଦେଖିବ ଶାଖା ଗୁଡିକ କାଣ୍ଡରୁ ବାହାରିଥିବେ। ଆଉ କିଛି ଦେଖିବ ମାଟିରୁ ଏମିତି ବାହାରି ପଡିଥିବ କେତେକ ଗଛ ଅଛନ୍ତି। ବୁଝିପାରିଲ ନା? ତ ଏଇଟା ଦେଖିବା, ନିରୀକ୍ଷଣ କରିବାକୁ ସେ କହିଛି ଆମକୁ। ବର୍ତ୍ତମାନ ଆଉ କଣ ଆସିଲା ଦେଖ। ସାରଣୀ 2.3 ରେ ତୁମେ ଲେଖିବ କଣ କଣ ଉଦାହରଣ ପାଇଲ ମଧ୍ୟ ଆମେ ଦେଖିବା। ନେକ୍ସଟ ପୃଷ୍ଠାକୁ ଟିକେ ଆସିବା ହାରି ପିଲାମାନେ। ଦେଇଛି ଯୋଉଟା କି ସାରଣୀ 2.3 ଟା ହେଲା କି ଆମ୍ବ ଗଛ ଦେଇଦେଲା। ଦେଖିପାରୁଛ ନା? ଆମ୍ବ ଗଛ ଦେଇଦେଲା। ସେ କହିଛି ଆମ୍ବ ଗଛର ପିଲାମାନେ ଯଦି କହିବା ଉଚ୍ଚତା ଟା, ଆମ୍ବ ଗଛର ଉଚ୍ଚତା ଟା ପିଲାମାନେ ଆମ ଠାରୁ ନିଶ୍ଚିତ ରୂପରେ ଲମ୍ବା ହେଇଥିବ, ଆମ ଠାରୁ ବଡ ସିଏ। ମାଟିଆ ରଙ୍ଗର ତାର କଣ ହେଇଥିବ? ନିଶ୍ଚିତ ରୂପରେ ସବୁଜ ରଙ୍ଗର କାଣ୍ଡଟି ହେଲା କି ମାଟିଆ ରଙ୍ଗର, ଯୋଉଟା କି ଆଉ କଣ ହେଇଥିବ? ମୋଟା, ପ୍ରବଳ ମୋଟା ହେଇଥିବ ତା କାଣ୍ଡଟି। ପତ୍ରଟା ପିଲାମାନେ ହେଲେ ମୋଟା ତାର। ଆଉ ଶାଖା ଗୁଡିକ ମାଟି ନିକଟରେ ବାହାରିଛନ୍ତି ନା ଡାଳରୁ? ଡାଳରୁ ପିଲାମାନେ ବାହାରିଛି। ବୁଝିପାରିଲ ନା? ଏବଂ ଉଦ୍ଭିଦ ଯାଉଛି ସେଟା ଗଛରେ ଯାଉଛି, କାହିଁକି ନା ସେଟା ବୃହତ ଆକାରର ଗଛଟା, ସେ ଆମ ଠାରୁ ବହୁତ ବଡ। ବୁଝିପାରିଲ? ତାପରେ ଆସିଲା ହାରି ଗୋଲାପ। ଗୋଲାପଟା ପିଲାମାନେ ମଧ୍ୟମ ଧରଣର, ସେ ଆମ ଠାରୁ ଛୋଟ ପିଲାମାନେ। ମାଟିଆ ରଙ୍ଗର ପିଲାମାନେ ମନେ ରଖିବା, ତାର କାଣ୍ଡ ହଉଛି ମାଟିଆ ରଙ୍ଗ। ଆଉ ତାର କାଣ୍ଡ ମଧ୍ୟ ଶକ୍ତ ଆଉ ପତଳା ଅଛି, ଯୋଉଟା କି ନିଶ୍ଚିତ ରୂପରେ ଶକ୍ତ ଅଛି, ପତଳା ବି ଅଛି। ମନେ ରଖିବା, ମାଟି ତଳ ନିକଟରେ ସିଏ ବାହାରୁଛି ତାର ଶାଖା ଗୁଡିକ। ଆଉ ସେଟାକୁ ବୁଦାଳିଆ ଗଛ କହୁଛନ୍ତି, ଯୋଉଟା କି ଆମର ନିଶ୍ଚିତ ରୂପରେ ଆମର ଯାଉଛି ବୁଦାଳିଆ ଗଛରେ ପିଲାମାନେ। ବୁଝିପାରିଲ ନା? ଟମାଟୋ ଯଦି କହିବା ସେଟା ଗୁଲ୍ମରାୟ ହରି ପିଲାମାନେ, ସେଟା ମାଟି ନିକଟରୁ ବାହାରୁଛି। ଆଉ ତାର ପତଳା ମଧ୍ୟ ଅଛି ନିଶ୍ଚିତ କାଣ୍ଡ, କୋମଳ କାଣ୍ଡ ତାର ମନେ ରଖିବା। ପତଳା ଆଉ କୋମଳ, ସେ ଶକ୍ତ ନୁହଁ। ସବୁଜ ରଙ୍ଗର ଆସିବ ହରି ପିଲାମାନେ ତାର କାଣ୍ଡଟି। ଆଉ ସେ ବହୁତ ଛୋଟ ଗଛଟି ଦେଇ ଦେଇଛି। ଏଇଟା 2.3 ସାରଣୀରେ କିଛି ହେଲେ ପିଲାମାନଙ୍କୁ କଷ୍ଟ ହଉନଥିବ, ଅତି ସହଜରେ ସମସ୍ତେ ଏଇଟା ବୁଝିପାରୁଥିବ। ନେକ୍ସଟ ପଳେଇ ଆସିବା ସାରଣୀ 3 ପରେ 4 ନମ୍ବର ଏଠି ଲେଖିବ। 4, 5, 6, 7 ଏଟା ସମସ୍ତେ ଲେଖିପାରିବ ନିଜ ନିଜ ଇଚ୍ଛାରେ। ସମସ୍ତେ ଚେଷ୍ଟା କରିବ ଯୋଉଟା କି ବିଭିନ୍ନ ପ୍ରକାର ଗଛ ନବ, ତାର ଗଛର ଉଚ୍ଚତା,
ପତ୍ରର ରଙ୍ଗ, କାଣ୍ଡର ରଙ୍ଗ ପିଲାମାନେ କେଉଁ ଶ୍ରେଣୀଭୁକ୍ତ ତାକୁ ଆମେ କରିବା ଆଉ ତାର ଯୋଉ ଶାଖା ଗୁଡିକ କୋଉଠୁ ବାହାରିଛି ଆମେ ନୋଟ କରି ଲେଖିପାରିବ। ଏଇଟା ସହଜ, ସମସ୍ତ ପିଲା ଏଇଟା ନିଜେ ନିଜେ କରିନବ ପିଲାମାନେ। ବର୍ତ୍ତମାନ ଆସିବା ହାରି ପରବର୍ତ୍ତୀ ପୃଷ୍ଠାକୁ। ଆଚ୍ଛା, ଆସିଲା ହାରି ଚିତ୍ର ଦେଇଛି ଗୋଟେ ବୃକ୍ଷ ବା ଗଛର ଗୋଟେ ଚିତ୍ର ଦେଇଛି, ଦେଖ ସମସ୍ତେ ବୁଝିପାରିଲ ନା। ବର୍ତ୍ତମାନ ପଢିବା ଏଠି କଣ ଶିଖିବା ଆମେ ଦେଖିବା। ଏଠି ତୁମେ ପିଲାମାନେ ଗୁଲ୍ମ, ବୁଦା ଓ ଗଛ ମଧ୍ୟରେ କେଉଁ ସବୁ ପାର୍ଥକ୍ୟ ଦେଖୁଛ? ସାରଣୀ 2.3 ରେ ଲେଖା ଯାଇଥିବା ତଥ୍ୟ ଆଧାରରେ ତୁମେ ଗଛ ଗୁଡିକୁ କିପରି ଗୁଲ୍ମ, ବୁଦା ଏବଂ ବୃକ୍ଷ ଭାବରେ ଶ୍ରେଣୀ ବିଭାଗ କରିପାରିବ। ବର୍ତ୍ତମାନ ଶିଖିବା ଏଇଟା ପିଲାମାନେ ସମ୍ପୂର୍ଣ୍ଣ ରୂପେ ଅତି ସହଜରେ ସମସ୍ତେ ଦେଖିବା ଯେ ଦେଇଦେଇଛି ପିଲାମାନେ କଣ କେତେକ ଗଛ ଅଛନ୍ତି ପିଲାମାନେ ଡେଙ୍ଗା ଦେଖା ଯାଇଥାଏ ପିଲାମାନେ ମନେ ରଖ। ସେଗୁଡିକର କାଣ୍ଡ ମଧ୍ୟ ମୋଟା ଏବଂ ଶକ୍ତ ଆଉ ବାଦାମୀ ଏବଂ କଠିନ ଡାଳ ଥାଏ ସେମାନଙ୍କର। ଯେପରିକି ଏଇଟା ଦେଖିପାରୁଛ ନା ଗୋଟେ ବୃକ୍ଷଟା, ତ ପିଲାମାନେ ସେଗୁଡିକର ଶାଖା ଗୁଡିକ ସାଧାରଣତଃ ଉଚ୍ଚ ଆଉ ମାଟି ଠାରୁ ଦୂରରୁ ବାହାରିଥାଏ। ଏଇଟା ଦେଖ ମାଟିରୁ ଦୂରରୁ ବାହାରିଛି ଶାଖା ଗୁଡିକ, ବହୁତ ଲମ୍ବା ଲମ୍ବା ସେଗୁଡିକ, ସେଗୁଡିକୁ ବୃକ୍ଷ କୁହାଯାଏ ଏବଂ ଗଛ ମଧ୍ୟ କହିପାରିବା, ଯେହେତୁ ସେମାନେ ହଉଛନ୍ତି ଗୋଟେ ବୃହତ ଆକାରର ଉଦ୍ଭିଦ ପିଲାମାନେ। ତ ଉଦାହରଣ ନେଇପାରିବା ଆମ୍ବ ଗଛଟା ଯୋଉଟା କି ଦେଇଛି ଏଠି ଚିତ୍ରଟି ସମସ୍ତେ ଦେଖିପାରୁଥିବ ନିଶ୍ଚିତ ରୂପରେ। ତାପରେ ଆସିବା ହାରି କଣ ଦେଇଛି ପିଲାମାନେ ବୁଦା ବିଷୟରେ ଜାଣିବା ଏବଂ ଗୁଲ୍ମ କଣ ଜାଣିବା ଦେଇଦେଇଛି। ବର୍ତ୍ତମାନ ଆସିବା ହାରି କେତେକ ଗଛ ଅଛି ଯୋଉଟା କି ହେଲା କି କେତେକ ଗଛ ଅଛି ବୃକ୍ଷ ଭଳି ଲମ୍ବା ହୋଇନଥାନ୍ତି। ବୁଝିପାରିଲ ନା, ଲମ୍ବା ହୋଇନଥିବେ। ଏଗୁଡିକରେ ଅନେକ ବାଦାମୀ କାଣ୍ଡ ଥାଏ ଯାହା ମାଟିର ବହୁତ ନିକଟରୁ ବାହାରିଥିବ ପିଲାମାନେ। ତ ଏହି କାଣ୍ଡ ଗୁଡିକ ଶକ୍ତ କିନ୍ତୁ ବୃକ୍ଷର କାଣ୍ଡ ଭଳି ମୋଟା ନାହିଁ, ପତଳା ମଧ୍ୟ ହୋଇଥାଏ। ତ ଏଗୁଡିକୁ ବୁଦା କହିବା, ଯେପରିକି ଗୋଲାପ ଗଛଟା। ଗୋଲାପ ଗଛଟା ସମସ୍ତେ ଦେଖିଥିବ, ତା କାଣ୍ଡ କଣ ପିଲାମାନେ ବାଦାମୀ ରଙ୍ଗର ହେଇଥିବ କିନ୍ତୁ ଶକ୍ତ ହେଇଥିବ, କିମ୍ବା ପିଲାମାନେ କାଣ୍ଡ ମୋଟା ନଥିବ, ସେତେ ପତଳା ମଧ୍ୟ ହେଇପାରେ ଏବଂ ମାଟିର ଦେଖିବ ପାଖରୁ ଆଗ ତା କାଣ୍ଡଟା ବାହାରିଥିବ। ଗୋଲାପ ଗଛଟା ବହୁତ ଯେହେତୁ ବୁଦାଳିଆ ଗଛ ହେଇଥିବ ସେଟା ଗୋଟେ। ତ ଏହି ଗଛ ଗୁଡିକୁ ବୁଦା ବୋଲି ଆମେ କହିପାରିବା। ଗୋଲାପ ଗଛ ତାର ଉଦାହରଣ ଏଇଟା, ସମସ୍ତ ପିଲା ମନେ ରଖିବ। ଏଇଟା କୋଶ୍ଚିନ୍ ମଧ୍ୟ ଆସିବ ପରୀକ୍ଷାରେ, ପାର୍ଥକ୍ୟ ଦର୍ଶାଅ ଲେଖିବ, କିମ୍ବା 2 ମାର୍କିଆ କୋଶ୍ଚିନ୍ ଆସିବ ବୁଦା ଗଛ କଣ ବା ବୁଦା ଉଦ୍ଭିଦ କେଉଁ ଗୁଡିକୁ କୁହାଯାଏ, ଉଦାହରଣ ସ୍ୱରୂପ ଲେଖିବାକୁ ପଡିବ ଆମକୁ। ପିଲାମାନେ କେତେକ ଗଛ ଅଛି ସାଧାରଣତଃ ଛୋଟ ହେଇପାରେ କିମ୍ବା କୋମଳ ଆଉ ସବୁଜ କାଣ୍ଡ ବିଶିଷ୍ଟ ହୋଇଥାଏ, ଏଗୁଡିକୁ ଗୁଲ୍ମ ବୋଲି କହିବା। ଯେପରିକି ଟମାଟୋ ଗଛ ଆସିବ ଭାରି ପିଲାମାନେ, ତାର ଉଦାହରଣ ଦେଇଦେଇଛି, ସିଏ ତୁମର ଛୋଟ ଗଛଟା। ଭେଣ୍ଡି ମଧ୍ୟ କହିପାରିବ ପିଲାମାନେ, ଭେଣ୍ଡି ଗଛ ଛୋଟ ଗଛଟା ହେଲା କି, ତାର ମଧ୍ୟ ସବୁଜ କାଣ୍ଡ ଆଉ କୋମଳ ଆଉ ଛୋଟ ଗଛ ଗୁଡିକ ସେଗୁଡା ମଧ୍ୟ ଗୋଟେ ଗୁଲ୍ମରେ ଆସିବ ଭାରି। ଲଙ୍କା ଗଛ ମଧ୍ୟ ନିଶ୍ଚିତ ରୂପରେ ଲଙ୍କା ଗଛ ହେଇଯିବ, ସେଟା ଉଦାହରଣ। ତ ମନେ ରଖି ନବ ଓରା, ଚିତ୍ର ଦେଇଛି ତୁମର ଦେଖିବ ମଧ୍ୟ 2.3 ର ଗଡା। ଦୁର୍ବଳ କାଣ୍ଡ ଥିବା କେତେକ ଗଛ ଚଢିବା ଏବଂ ମାଡିବା ପାଇଁ ଆଶ୍ରୟ ଆବଶ୍ୟକ କରନ୍ତି ଏବଂ ସେମାନଙ୍କୁ ଆମେ ଲତା କହିଦେବା ପିଲାମାନେ। ତ ଲତା ବୋଲି ଆମେ ଜାଣିଛନ୍ତି ନା, ଯେଉଁ ଗୁଡିକ ମାଳି ଥାଏ ପିଲାମାନେ, ଯେଉଁ ଗଛ ଗୁଡିକ ମାଳି ଥାଏ ତାକୁ ଆମେ ଲତା ବୋଲି କହିବା। କଲେରା କୁହ ପିଲାମାନେ, ଉଦାହରଣରେ ଆସିବ ମୁଁ ଏଠି ଲେଖି ଦଉଛି। କଲେରା ହେଇପାରେ ପିଲାମାନେ ଲତା ଗଛର ଉଦାହରଣ, କଲରା, କାକୁଡି ହେଲା କି, ଯୋଉଟା କି ବୋଇତାଳୁ ହେଲା କି। ତ ବିଭିନ୍ନ ପ୍ରକାର ମାଳିବା ଗଛ ଝୁଡୁଙ୍ଗ ହେଇପାରେ, ତାପରେ ବିନ୍ସ ହେଇପାରେ। ତ ଯେତିକ ସବୁ ଗଛ ମାଳୁଛି ଲତା ଜାତୀୟ ଗଛ ସେମାନଙ୍କୁ ଆମେ କହିବା। ତ ପିଲାମାନେ ଏଇଟା ମନେ ରଖ, ସେମାନଙ୍କର କାଣ୍ଡ ହଉଛି ଦୁର୍ବଳ, ବହୁତ ପତଳା ସେମାନଙ୍କର କାଣ୍ଡ ଏବଂ ସେମାନେ ନିଶ୍ଚିତ ରୂପରେ ଆଶ୍ରୟ ନେଇ ସେମାନେ ବଢିଥାନ୍ତି। ସେମାନଙ୍କୁ କିଛି ଆମେ ଆଶ୍ରୟ ଦେବାକୁ ବା କିଛି ବାଡି ବା ଆମେ ସପୋର୍ଟ ଦେଇକି ସେମାନଙ୍କୁ ଲଗାଉଛେ, ଯୋଉଟା କି ମାଳୁ ଥାଏ ସେଟା। ସମସ୍ତେ କ୍ଲିୟର ହେଇଗଲା। ଆସିଯିବା ପରବର୍ତ୍ତୀ ଦେଇଛି, ସେମାନଙ୍କ ମଧ୍ୟରୁ କେତେ ମାନଙ୍କୁ ଆଶ୍ରିତ ଲତା କୁହାଯାଉଥିବା ବେଳେ ଅନ୍ୟ କେତେ ମାନଙ୍କୁ ବିନା ଆଶ୍ରିତ ଲତା କୁହାଯାଏ। ତ ଆଶ୍ରୟ ନ ନେଇ ବଢୁଥିବା ଲତାକୁ ଆଶ୍ରିତ ଲତା କୁହାଯାଏ ପିଲାମାନେ। ଯୋଉମାନେ ଆଶ୍ରୟ ନେଇ ବଢୁଛନ୍ତି ତାକୁ ଆମେ ଆଶ୍ରିତ ଲତା କହିବା ଏବଂ ବିନା ଆଶ୍ରୟରେ ବଢୁଥିବା ଲତାକୁ ବିନା ଆଶ୍ରିତ ଲତା ବୋଲି କହିବା। ଯୋଉମାନେ ଆଶ୍ରୟ ନଉନାହାନ୍ତି ସେମାନଙ୍କୁ କହିବା ବିନା ଆଶ୍ରିତ ଲତା। ଆଚ୍ଛା, ଆସିବା ହାରି ଗଛ ଗୁଡିକୁ ଶ୍ରେଣୀ ବିଭାଗ କରିବା ପାଇଁ ଅନ୍ୟ କେତେକ ଗୁଣ ଦରକାର, କଣ ହୋଇପାରେ? ଆସ ଆଉ କିଛି କାମ କରି ଦେଖିବା, ଜାଣିବା ଯେ 2.5 ରେ କଣ କଣ ଦେଇଛି ଆମ ପାଇଁ।